भिक्षा मुठे मिलू किया क्षमा भिक्षा मुठे मिलू किया क्षमा भिक्षा मुठे मिलू ओम भूर्भुवस्सुः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। किए तुम्हें विप्रा केउठारे तुम्हारी घर कुह विप्रा केउठारे तुम्हारी घर आम्भर घर हेउछि श्रीक्षेत्र बहुत दिन उपवासी आम्भे कौन किछि खाइबाकू मिलिबो शुणिलु तुम सांताणी अन्नपूर्ण नाम तेणु आमे दुई भाई धाइंचु बिकले दयाकरी आम किछि देव कि भोजन जदि फेरी जीवु तुम्हार निकटू ताहा हेले धर्म कष्ट लागिबो तुमको एठाकू आसी केही न फेरंती निराशे संतोष लाभी फेरंती निश्चय किंतु आउ किंतु कोन दासी सुना हेबी प्रमाणे जहा कहूची बाणी जहा कहूची बाणी दया धर्म पुण्य बंत अटती राणी चंडालुनी गृह हाँ तुम माँ शांतानी चंडालुनी हाँ ना 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 आमे केबे हेले भोजन करि परिबु नहीं एइटा संपूर्ण असंभव कहीं मना करुछ अग्रज जाति गोत्र को धरिया में हेलेनी हताश केउठारे किछि खाइबा पाई पाइले नहीं से चंडालुनी हंतु पछे तांकरी हस्तरु आज आमे करिबा भोजन ता माने जाति गोत्र भूली आमे करिबा भोजन चंडाल ब्राह्मण समस्ते होइबा समान आपण काय मना करछन जे नाही आपण काय मना करछन जेते बेले गोसेई राज्य छंदी आपण काय मना करछन कहले दासी ताकू किछि जणा नहीं एबे जाई तुम माँ शांतानी को कहि दियो सब जिनिस पत्र दे देबे आमे निजे रोसई करी खाइबू किछि असुविधा नहीं बड़ जाति ब्राह्मण ता हाउ आसा मां कठो बुझी के कहिबी चलो चलो आओ विलंब करो आस भाई आस भाई उदर जल मु सही परुनी भाई मते किछि तुमे खाइबा को दियो जगा अपेक्षा कर दासी एबे आसिले सब ठीक हे जीवो अपेक्षा कर जगा अपेक्षा कर से कोन आउ आसीबे तुमे तांको चंडाली बोली कहि घृणा कलो से आउ जमा आसीबेनी ना आसीबे जगा अपेक्षा कर से कहि छन्नी माने से निश्चय आसीबे गोसेई एडी गोसेई हांडी काठा चाउल परिबा सब रहिला निज हस्त रोषेई करी खाइबो मु बे आसुची गोसेई एडी गोसेई
ଯିବା ପୂର୍ବରୁ କହିଦେଇ ଯାଉଛି ଗଲା ବେଳେ ଆମ ହାଣ୍ଡି କଳସି ଦେଇକି ଯିବ ସାଥିରେ ନେଇକି ଯିବନି। ଆମକୁ କଣ ଚୋର ଦସ୍କର ଭାବୁଛୁ ଦାସୀ? ଏ ମା ଏ ଯୁଗରେ ପୁଣି କାହାକୁ ବିଶ୍ୱାସ ଅଛି କିଲା? ଏମିତି ତମ ଘରେ ଅତିଥି କେତେ ଆସନ୍ତି ଖାଇ କରି ରହନ୍ତି ରାତି ହେଲେ ଚୋରି କରନ୍ତି। ମୁଁ ଏବେ ଆସୁଛି ଗୋସେଇ। ଦେଖୁଛୁ ଜଗା ଏ ଦାସୀର ମୁହଁ ବଢିଗଲାଣି। ଆମକୁ ଚୋର ଦସ୍କର କହି ଚାଲିଗଲା। ଓହୋ ଭାଇ ଛାଡ଼ ସେ କଥା, ସେବେ ସବୁ ଜିନିଷ ଆମକୁ ଦେଇଦେଲେଣି, ଆଉ ଅପେକ୍ଷା କରିବା କାହିଁକି? ଚାଲ ଆମେ ଭୋଜନର କିଛି କରିବା ବ୍ୟବସ୍ଥା। ଏବେ ଚାଲେ ଜଗା, ତୁ ଚିଲି ଲଗା ଆଉ ମୁଁ ପରିବା କାଟୁଛି। ଆସ ଭାଇ ଆସ। ଜଗାଟା ଯୋଉଥିରେ ଆଗ ହାତ ଦବ ସେ କାମ ଜମାରୁ ହବନି। ଜଗା କାଠି ଗୋଟାକୁ ଗୋଟା ମାରୁଛି, ଜମା ଚୁଲି ଜଳୁନି। ଜଗା ଅଧୁଆ ମୁହାଁଟା ଜମା ଚୁଲି ଜାଳି ପାରିବନି। ଭାଇ ଚୁଲି ଜମାରୁ ଜଳୁନି। ଓହୋ ମୁଁ ଫୁଙ୍କୁ ଫୁଙ୍କୁ ପୁରା ହାଲିଆ ହେଇସାରିଲିଣି। ତାଙ୍କର ହାଣ୍ଡି କଳସି ସବୁ ବାଡ଼େଇ ତୁମେ କରିଦେଲ ଚୁନା, ହେଲେ ତାଙ୍କର ହାଣ୍ଡି କଳସି ଆମେ କେଉଁଠୁ ଆଣି ଏବେ ଫେରାଇବା? ଜଗା ଉତ୍ତରର ଜଳା ସହି ନ ପାରି ହାଣ୍ଡି କଳସି ବାଡ଼େଇ ଦେଇଛି। ମାଝି ମହାପରାଧୀରେ ବଧୁ ମହାଲକ୍ଷ୍ମୀଙ୍କର କଥା ପଡୁଅଛି ମନେ, ତେଣୁ କରି ଧକ୍କା ମାରି ତଡ଼ିଛି ବଧୁ ମହାଲକ୍ଷ୍ମୀଙ୍କୁ ଏ ବଡ଼ ଦେଉଳରୁ। ସେଥିପାଇଁ ନ ମିଳୁଛି ଅନ୍ନ ବସ୍ତ୍ର ଜଳ ଏ ଦୁନିଆ ଦାଣ୍ଡରେ। ମୋ କଥା ଥରେ ରଖିବ ଅଗ୍ରଜ। ଜଗା ସେ ଚଣ୍ଡାଳୁଣୀ ହୁଅନ୍ତୁ ପଛେ, ତାଙ୍କରି ହସ୍ତରୁ ଆଜି ଆମେ କରିବା ଭୋଜନ। ଜଗା ଆମେ ମଧ୍ୟ ଦିନେ ଖାଇଥିଲେ ସବରି ଅଇଁଠା କୋଳି,
কৈବର୍ତ୍ତୀ କନ୍ୟାକୁ ଋଷି ପରଶର କରିଥିଲେ ବିବାହ। ସମସ୍ତେ ପରା ହେଉଛନ୍ତି ଆମରି ସନ୍ତାନ। ମନା କରନି ଅଗ୍ରଜ, ସେ ଚଣ୍ଡାଳୁଣୀ ହୁଅନ୍ତୁ ପଛେ ତାଙ୍କରି ହସ୍ତରୁ ଆଜି ଆମେ କରିବା ଭୋଜନ। ମୁଁ ତୋ କଥାରେ ଏକମତ ଜଗା, ଏକମତ। ଗୋସେଇ କଣ ଗୋସେଇ ରୋଷେଇ ସରିଲାଣି ଟି? ଆଲୋ 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 ଆଲୋ, ଏ ହାଣ୍ଡି କଳସି କଣ ଚୁନା ହୋଇ ପଡିଛି? କଥା କଣ ଗୋସେଇ? ଚୁଲିରେ ନ ଜଳିଲା ଅଗ୍ନି, ସେଥିପାଇଁ ରାଗରେ ଅଗ୍ରଜ ସବୁ ବାଡ଼େଇ କରିଦେଲେ ଚୁଲି। ମୁଁ କିଛି ଜାଣିନି ଗୋସେଇ, ମୁଁ ତୁମ ଦୁହିଁକୁ ଭଲରେ କହୁଛି, ତୁମେ ମାନେ ଆମ ହାଣ୍ଡି କଳସି ଦେଇକି ଯିବ, ନହେଲେ କିଛି ଭଲ ହେବନି କହିଦଉଛି। ତୁମେ ଏବେ ଯାଅ ଦାସୀ, ତୁମ ମା ସାନ୍ତାଣୀକୁ କହିବ ଭାଇ ଆମର ବିହିଲେ ସମ୍ମତ, ତାଙ୍କ ହାତରନ୍ଧା ପ୍ରସାଦ ଆମେ କରିବୁ ଭୋଜନ। ହଁ, ଏତେବେଳକୁ ଠିକ ବୁଝିଲେ। ହଉ ଆସ, ସ୍ନାନ ସାରି କରିବ ମଣହି। ଚାଲ ଚାଲ, ଆସୁନ ଆଉ ବିଳମ୍ବ। ଆସ।